स्वागत आपनको आम शो को लिखुनी वेलकम। जय जगन्नाथ भाई, जय जगन्नाथ। जय जगन्नाथ। आपण आसिले आम शो को केते एक्साइटेड थिले ए शो को नेकी? ସମସ୍ତେ ତ ଏକ୍ସାଇଟେଡ ଥାନ୍ତି ଲାଇଭ ଆସିବେ ବୋଲି, ଆଉ ମୁଁ ବି ସେମିତି ଅଛି ଆଉ। ठीक अच्छे आपण आछंती आम शो को फर्स्ट निजर टिके परिचय देबे आपण केउठु बिलोंग्स करंती आपनको घर केउठी प्लीज आम दर्शक मानू टिके परिचय देबे। ମୋ ଘର ପୁରୀ ଡିଷ୍ଟ୍ରିକ୍ଟ ର ସାକ୍ଷୀ ଉପରେ। ମୁଁ ଏନସିଟି ପିପିଲି ଆଉ ଶିଉଳା ପଟେ ବି ଖେଳେ, ଯେହେତୁ ଦିଟା ଓନର ଆମ ପିପିଲିର, ଆମକୁ ଗୋଟେ ଓନରକୁ ନେଇକି ଖେଳିବାକୁ ପଡୁଛି। ଯଦି ଆମେ ଏନସିଟି ପଟେ ଖେଳୁଛୁ ତାହେଲେ ଶିଉଳା ପଟେ ଖେଳୁଛୁ, ଯଦି ଶିଉଳା ପଟେ ଖେଳୁଛୁ ସେ ଏନସିଟି ପଟେ ଖେଳୁନୁ, କିନ୍ତୁ ମୋ ଘର ସାକ୍ଷୀ ଗୋପାଳ। साक्षी गोपाल आपणको घर एवं जीवा आपणको कैरियर विषय जानिबा आपणको जर्नी विषय जानिबा बहुत सारा दर्शक मान अछंती। फास्ट आपणको जर्नी केमती स्टार्ट हैला क्रिकेट को आपण केबेठु आसिले? क्रिकेट को तो ମୁଁ ବହୁତ ଦିନ ଆଗରୁ ଆସିଲାଣି, ମାନେ ପ୍ଲସ ଟୁ ସେକେଣ୍ଡ ଇୟର ରୁ ମୁଁ ଆସିଲାଣି। ବାକି ଅଲ ଓଡିଶା ଆମେ ଖେଳୁନଥିଲୁ, ଆମକୁ ଏତିକି ସ୍କୋପ ନଥିଲା ଯେ ଆମେ ଯାଇକି ଖେଳୁ। ମହି ଏଇ ଏନସିଟି ର ଯିଏ ଓନର, ସିଏ ଆମକୁ ଫାଷ୍ଟ ବର୍ଷ ନେଇକି ଖେଳିଲେ। ଆମେ ଗ୍ରାଉଣ୍ଡ ସଟ୍ ଖେଳୁଥିଲୁ, ସେ କାଳନ୍ଦୀ, ମୁଁ, ଭାଗୁ, ଏ ସମସ୍ତେ ଗ୍ରାଉଣ୍ଡ ସଟ୍ ଖେଳୁଥିଲୁ। ବାକି ଭାଗ୍ୟକୁ ସ୍କୋପ ମିଳିଲା ଅଲଗା ଟିମରେ ଖେଳିବାକୁ, ଆମକୁ ମିଳିନଥିଲା। ଆଉ ମହି ଏଇ ଯିଏ ଆମ ଏନସିଟି ର ଓନର, ସିଏ ଆମକୁ ନେଇକି ଖେଳେଇଲେ ସେ ଟିମରେ। କିନ୍ତୁ ମୁଁ ଆଗରୁ ଆମ ସାକ୍ଷୀ ଗୋପାଳ ଗୋଟେ ରଞ୍ଜନ ସୁଟିଂ ବୋଲି ଟିମ୍ ଅଛି, ସେପଟୁ ଖେଳେ ଗ୍ରାଉଣ୍ଡ ସଟ୍। ठीक अच्छे आपण स्टार्ट करथिले नेक्स्ट स्टार्टिंग ता ही आपणकर एनसीटी टीम रु ही हेतला। ଆଜ୍ଞା। ठीक अच्छे प्रथम टूर्नामेंट आपण केउंटी खेलंती निज कैरियर रे? ଫାଷ୍ଟ ଗୋଟେ ଖେଳୁଥିଲୁ ଆମେ କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟରେ, ଡେ ଟୁର୍ଣ୍ଣାମେଣ୍ଟ ଥିଲା ସେଇଟା। ସେ ଜାଗା ନା ଠିକ ସେ ମନେ ପଡୁନି। ଡେ ଟୁର୍ଣ୍ଣାମେଣ୍ଟ ଥିଲା, ଆମେ ସେଇଠୁ ଫାଷ୍ଟ ମ୍ୟାଚ୍ ଆମକୁ ଡାକିଥିଲେ, ଆମେ ସେଇଠୁ ଏନସିଟି ଆମର ଷ୍ଟାର୍ଟ ହେଇଥିଲା। ତ ସେ ଜାଗା ନା ଠିକ ସେ ମନେ ପଡୁନି, ଛୋଟ ଗ୍ରାଉଣ୍ଡ ବହୁତ, କିନ୍ତୁ ଭଲ ଟୁର୍ଣ୍ଣାମେଣ୍ଟ ସେଟା। ମନେ ପଡୁନି ସେ ଜାଗା ନା ଟା। ठीक अच्छे आपण ମନେ खेलिछथि एवं एनसीटी एनसीटी टीम रे केबडू स्टार्ट होइतला एनसीटी टीम विषय टे कहिबे? एनसीटी टीम केबडू बाहर थिला? ଏନସିଟି ଆର ବର୍ଷ ବାହାରିଛି, ମାନେ ଏ ସିଜନ ଆର ସିଜନ अच्छा 24 ରେ ବାହାରିଛି ଏନସିଟି। अच्छा ଏନସିଟି ବହୁତ ପୁରୁଣା ଟିମ୍। ଏନସିଟି ମାନେ ଆମେ ମାନେ ଅଲ ଓଡିଶା ଖେଳୁନଥିଲା, କିନ୍ତୁ ବହୁତ ପୁରୁଣା ଟିମ୍। ସେ ମାନେ କହିଯାଇଛି ଯେ ବହୁତ ଆଗରୁ ସେ ପିଲାଙ୍କୁ ନେଇ ଖେଳାନ୍ତି। ତ ଭାଗୁ ତାଙ୍କୁ କହିକି ଆମର ଓଡିଶା ଟିମ୍ ଟା ଷ୍ଟାର୍ଟ କରିଥିଲା। एनसीडी बहुत पुराना टीम एवं किंतु लोकों सामना को गोटे यूट्यूब माध्यम रे जदि आमे देखिबा तो पछ वर्ष ही एनसीटी बहुत सारा टूर्नामेंट खेलिची। प्रथम चैंपियन एनसीटी कोठी हितला आपण को जानिबारे? ସେଇ पछ सीजन କେନ୍ଦ୍ରାପଡାରେ रे ଆମେ ଯୋଉଟା ଫାଷ୍ଟ ବର୍ଷ ଖେଳିଥିଲୁ, ସେଇଠି ହିଁ ଚାମ୍ପିୟନ ହେଇଥିଲୁ। ତାପରେ ଜିତିଆ ହାରିଆ ଏମିତି ଲାଗିଥିଲା। ଏଇ ସିଜନ ଟିକେ ଖରାପ ପରଫରମାନ୍ସ ସମସ୍ତଙ୍କର, ରେଜଲ୍ଟ ପାଇନି ବେଶୀ ଆଉ। ଆପଣଙ୍କର ସେ चैंपियन जो आपण होइथिले ଆପଣଙ୍କର କେମତି कोन थिला प्रदर्शन से मैच रे? ପ୍ରଦର୍ଶନ ଆମେ ତ ମାନେ ମାନେ ବହୁତ ଆଗରୁ ଆମେ ବୋଲିଂ କଲୁଣୁ। ସେ ଟୁର୍ଣ୍ଣାମେଣ୍ଟରେ ଆମେ ଯାଇଥିଲୁ ଟୋଟାଲ 7ଟା ବୋଲର, ଟୋଟାଲ 7ଟା ଯାଇଥିଲୁ। ତା ଦେହରୁ 2ଟା ଅଲରାଉଣ୍ଡର ଥିଲେ, 5ଟା ବୋଲର ଥିଲେ, ଆଉ ଯୋଉ 3ଟା 4ଟା ବ୍ୟାଟ୍ସମ୍ୟାନ। କମ ଓଭରିଆ ଖେଳ ସେଠି। ଆମେ ଫାଷ୍ଟ ମାନେ ମୁଁ ଫାଷ୍ଟ ତାଙ୍କୁ ଚିହ୍ନିଥିଲି, ମାନେ ଆଜାରାଇଙ୍କୁ ଆମେ ୟୁଟ୍ୟୁବରେ ଦେଖୁଥିଲୁ। ସେମାନଙ୍କୁ ଆଜାରାଇ, ବାବୁନି, ଏମାନେ ସବୁ ଫାଷ୍ଟ ସେଠିକି ଖେଳିବାକୁ ହେଲେ ଆମେ ତାଙ୍କ ହାତରେ ସେମିଫାଇନାଲ ଖେଳିଲୁ, ତାଙ୍କୁ ବି ହରେଇଥିଲୁ। ଆଉ ଫାଇନାଲ ବି ଚାମ୍ପିୟନ ହେଇଥିଲୁ ସେଠି। ବୋଲିଂ ଠିକ ଠାକ ଫାଷ୍ଟ ଥିଲା ୱିକେଟ ଏମିତି। ଆପଣଙ୍କ କ୍ୟାରିୟର ରେ ଆପଣ ସେଇଠି ସବୁ ठीक ହେଇଯାଇଛି, अछि। ସେଇଠି ଯୋଉ ଆମେ ଖେଳୁଥିଲୁ କେନ୍ଦ୍ରାପଡାରେ, ସେଠି ସବୁ ହେଇଯାଇଛି। अच्छा अच्छा प्रथम विकेट आपण कहार नैथिले निज कैरियर रे ऑल ओडिशा बेसिक्स रे? ସେମିତି ସେମିତି କିଛି ନଜର ନାହିଁ। ମୁଁ ବେଶୀ ୱିକେଟ ପାଏନି, ମୁଁ ବହୁତ ଡଟ କରେ। ୱିକେଟ କୁ ଯିବି ମାନେ ମାଡ ଖାଏ, ସେଥିପାଇଁ ମତେ ସମସ୍ତେ ପକାନ୍ତି ବାହାରେ ପକା ବାହାରେ ପକା, ଏମିତିଆ। ୱିକେଟ ବେଶୀ ପାଏନି ମୁଁ। ଆପଣଙ୍କର କହିବାକୁ ଗଲେ ଟିକେ ଇକୋନୋମି ରେଟ୍ ଟି ବହୁତ ଭଲ ଏବଂ ଆପଣ शायद विकेट टेकर बोलर को टिके आपण साहाଯ୍ୟ करନ୍ତି कि आपण गोटे ओवर टिके कम रन देले नेक्स्ट जो बोलर आसीबो ताकू शायद विकेट मिल जिवो एवं ठीक अछि गोटे सपोर्टेड भाबे आपण बोलिंग करछथि। आपण सबुठु स्ट्रांग आपण जो बोलिंग करନ୍ତି खास करके ग्रीन बॉल रे सबुठु स्ट्रांग जोन टा कोटा को बॉल टी आपण को बेसी सफलता
ଇଏ କରେ? ମୁଁ ତ ମୋର ଲେଗ କଟର ଇଏ ମାନେ ଅଫ କଟର ନାହିଁ, ମୁଁ ସେଇ ଗୋଟାକ ଭରସାରେ ହିଁ ବଲ୍ ପକାଏ। ଲେଗ କଟର। ଠିକ ଅଛି, ଲେଗ କଟର ଆପଣ ପକାନ୍ତି। ଆପଣଙ୍କ ଓନରଙ୍କ ବିଷୟରେ କହୁଥିଲେ, ତାଙ୍କ ସହ ଆପଣଙ୍କର ସମ୍ପର୍କ କେମିତି କଣ ପର୍ସନାଲି? ପର୍ସନାଲି ସେ ବହୁତ ଭଲ, ମାନେ ମଇ ଏଇ ଯେ ମାନେ ଆମେ ପର ମ୍ୟାଚ ନଉନା ଖେଳିବା ପାଇଁ, କିନ୍ତୁ ବହୁତ ଭଲ ସେ, ମାନେ ସିଏ ନଥିଲେ ଆମେ କୋଉଠି ଆଗକୁ ଯାଇପାରିଥାନ୍ତୁ। ସେ କାଳନ୍ଦୀ ହଉ କି ମୁଁ କି ଆମର ପିକୁନ ଭାଇ ନୁହନ୍ତୁ, ଆମେ ଯେତେବେଳେ ଏନସିଟି ରେ ଖେଳୁଛୁ ସେ ନଥିଲେ ଆମେ କି ଆଗକୁ ଯାଇପାରିନଥାନ୍ତୁ। ସେ ବହୁତ ଭଲ ଲୋକ। ଆଉ ମଣିଷ ମାନେ କୌଣସି ଅସୁବିଧାରେ ପଡିଥିବ, ତମେ ଯଦି ଫୋନ କରିକି ଡାକିଲ ଯେ ଭାଇ ମୁଁ ଏମିତି ଅସୁବିଧାରେ ପଡିଛି ଆସ, ମାନେ ମହିଆ ବୋଲି ନୁହେଁ, ସେ ଦିଟା ଓନର ମାନେ ସଞ୍ଜୟ ଭାଇ ଯୋଉ ଶିଉଳାର ସିଏ ଆଉ ମହିଆଇ ଦି ଜଣ ଆସିକି ତମ ପାଖରେ ପହଞ୍ଚିବେ ଯେତେ ଯାଉଛି, ନହେଲେ କିଛି ସାହାଯ୍ୟ କରିପାରିବେ। ଏମିତି ଭଲ ଓନର ଦିଟା। ପ୍ରଥମ ଥର ମୁଁ ଆପଣଙ୍କୁ ଦେଖିଥିଲି ଶିଉଳା ପ୍ରିମିୟର ଲିଗରେ, ଆପଣ ସେଠି ବୋଲିଂ କରୁଥିଲେ, ଜବରଦସ୍ତ ଆପଣଙ୍କର ସେଠି ବୋଲିଂ ଥିଲା। ଶିଉଳା ପଟେ ଖେଳିବା ପାଇଁ ଆପଣଙ୍କୁ କଲ୍ କାହାର ଆସିଥିଲା? ମାନେ କାହାର ଗୋଟେ ଥିଲା କି ପ୍ରମୋଟ କି ହଁ ଲିକୁନି ଆପଣ ଆସନ୍ତୁ, ଆପଣ ଶିଉଳା ଟିମରେ ଖେଳନ୍ତୁ? ଆମେ ଫାଷ୍ଟ ତରିମୁଲ ଖେଳିଲୁ ଷୋହଳ, ମାନେ ଆର ବର୍ଷ ତା ଯେହେତୁ ଏନସିଟି ବାହାରିଥିଲା ସେ ବର୍ଷ ଆମେ ରେଜଲ୍ଟ ପାଇନଥିଲୁ, ମେଡିକେଟ ହାରି ଯାଇଥିଲୁ। ତା ପର ବର୍ଷ ସଞ୍ଜୟ ଭାଇ କହିଲେ କି ମତେ ସେ ଟୁର୍ଣ୍ଣାମେଣ୍ଟ ଟା ଭଲ ଲାଗୁଛି, ଆଉ ଏନସିଟିର ସବୁତକ ପିଲା ମୋ ପଟେ ଖେଳ। ଆମେ କହିଲୁ ଭାଇ ଆମେ ତ କିଛି କହିପାରିବୁନି, ଆମେ ଖେଳିବୁ ନ ଖେଳିବୁ, ଆମକୁ ମହି ଭାଇ ଯଦି କହିବେ ଆମେ ଯାଇକି ଖେଳିବୁ। ଫାଷ୍ଟ ସଞ୍ଜୟ ଭାଇ ଫୋନ ଫାନ କରିକି ସବୁ ସେଟିଂ କରିଥିଲୁ, ଆମେ ଯାଇଥିଲୁ। ଯାଇକି ବି ସେମିଫାଇନାଲ ମାନେ କ୍ରିଟିକାଲ ସିଚୁଏସନ ହେଇଯାଇଥିଲା। ବୁଲୁ ଭାଇ ଯୋଉ ଲେଫ୍ଟି, ସିଏ ଗୋଟେ ଓଭରରେ 3ଟା ଛକା ମାରିକି ମ୍ୟାଚ ଆଣିଥିଲେ, ଆମେ ସେଠି ରନର୍ସ ଅପ୍ ବି ହେଇଥିଲୁ। ସେଇଭଳିଆ ସଞ୍ଜୟ ଭାଇ ଆମକୁ ସେଇଭଳିଆ ପଟେ ଡାକିଥିଲେ ଖେଳିବା ପାଇଁ, ଓନର ଯିଏ। ଏ ବର୍ଷ ପାଇଁ କିଛି ଅଫର ରହିଛି ଶିଉଳା ତରଫରୁ? ଶିଉଳା ତରଫରୁ କଣ ଆପଣ ଦେଖାଯିବେ ଏ ସିଜନ ରେ? ସେ ରେଡ ବଲ୍ ଟିମ୍ ଖେଳିବାର ଅଛି ଆମର ଶିଉଳାକୁ। ଆମର ଏନସିଟିରେ ଯେତେଟା ପିଲା ଅଛନ୍ତି ଆମେ ରେଡ ବଲ୍ ଖେଳିବୁ ତାପଟୁ। ହଁ, ତାପରେ ଦେଖିବୁ କଣ ହଉଛି। ଆଉ ସର୍କଲ ଏମିତି ଗ୍ରାଉଣ୍ଡ ସଟ୍ ର ଟିମ୍ ବି ବାହାରିଛି ଶିଉଳାର, ସେଥିରେ ବି ଖେଳୁଛୁ, ଦେଖାଯାଉ କଣ ହଉଛି। କିନ୍ତୁ ଆଉ ଆପଣ ଗ୍ରୀନ କହିଲେ ବଲ୍ କି କଥା ରେଡ ବଲ୍ ଫର୍ମାଟ ର ମ୍ୟାଚେସ୍, ଗ୍ରୀନ ବଲ୍ କଥା ରେଡ ବଲ୍ କହିହବନି, ଯୋଉଠି ଫର୍ମାଟ ର ଏନସିଟି ମ୍ୟାଚେସ୍ ଆପଣ ଦେଖାଯିବେ। ଆଜ୍ଞା, ହୁଁ, କୁହନ୍ତୁ। ଯଦି ଆମ ଗ୍ରୀନ ବଲ୍ ଏନସିଟି ନ ରଖିଥିବ, ଆମେ ଆଚ୍ଛା, ଶିଉଳା ପଟେ ଖେଳିବୁ। ଯଦି ଏନସିଟି ଠିକ ରଖିଲା ଅଛି। ଏନସିଟି ତ ପଟେ ଫାଷ୍ଟ ଆପଣଙ୍କର ପ୍ରାୟୋରିଟି ରହିବ କି ଏନସିଟି? ଠିକ ଅଛି, ଫାଷ୍ଟ ଏନସିଟି ଆପଣଙ୍କର ରହୁଛି ପ୍ରଥମ ପ୍ରାୟୋରିଟି। ହଁ, ଠିକ ଅଛି। ଅ ଯିବା ଆମେ ନେକ୍ସଟ ଆଡକୁ। ସମସ୍ତେ କହନ୍ତି ଏଇଟା ଗୋଟେ ମଝିରେ ବହୁତ ଚର୍ଚ୍ଚା ବି ହୋଇଥିଲା, ଏଇଟା ପ୍ଲିଜ ଆପଣ ଟିକେ ଗୋଟେ ଖୁଲାସା କରିବେ। ଅ କିଏ କହେ କି ଏନସିଟି ଶିଉଳାଙ୍କର ସମ୍ପର୍କ ଭଲ ନାହିଁ, ଏନସିଟି ପିଲା ଶିଉଳା ନେଇଗଲା, ଶିଉଳା ପିଲା ଏନସିଟି ନେଇଗଲା, ଏମିତି ଗୋଟେ ଚର୍ଚ୍ଚା ଚାଲେ। ଆପଣ ଗୋଟେ ପ୍ଲେୟାର ହିସାବରେ ଦୁଇ ଟିମରେ ଖେଳନ୍ତି, ଏନସିଟି ଆଉ ଶିଉଳା ମଧ୍ୟରେ ସମ୍ପର୍କ କେମିତି କଣ ତାଙ୍କ ଓନରଙ୍କର? ମେନ୍ କଥା ହେଲା ଏନସିଟି ଟିମ୍ ଟା ଆଗ ବାହାରିଥିଲା, ସଞ୍ଜୟ ଭାଇ ଶିଉଳା ଟିମ୍ ଟା ପଛରେ ଷ୍ଟାର୍ଟ କଲେ। ତ ଆମେ ଯେହେତୁ ଏନସିଟି ପଟେ ଖେଳୁଥିଲୁ, ତ ଆମେ ଏନସିଟି କି ଛାଡି ପାରିବୁନି, ଏନସିଟି ପଟେ ଯେମିତି ହେଲେ ବି ଖେଳିବୁ। ଆଉ ବାକି ରହିଲା କାହା କଥାରୁ କଣ ମିଳିପାରୁ, ସେ ଓନର ଜାଣିଥିବେ, ତାଙ୍କର ଭିତରେ କଥାବାର୍ତ୍ତା ଭଲ, ମିଳାମିଶା ଭଲ। ଯିଏ ରୋଷେଇ ଫୋଷେଇ କରୁଛି, ଡକାଡକି ହଉଛନ୍ତି, ମିଶିକି ବସୁଛନ୍ତି, ଖାଉଛନ୍ତି। ଆଉ ପିଲାଙ୍କର କଣ ଅଛି, ପିଲା ଯଦି ମହିଆ ଭାଇ କହିବେ ଶିଉଳା ପଟେ ଖେଳ ଆମେ ଖେଳିବୁ, ଯଦି ସଞ୍ଜୟ ଭାଇ ଏନସିଟି ପଟେ ଖେଳ ଆମେ ଖେଳିବୁ। କିନ୍ତୁ ଏନସିଟି ଫାଷ୍ଟ, ଏନସିଟି ପରେ ଯଦି ଏନସିଟି ନ ରଖିଲା ତାହେଲେ ଆମେ ଶିଉଳା ପଟେ ଖେଳିବୁ। ସେମିତି କିଛି ନାହିଁ ଯେ ମାନେ ୟାର ତାର ପଟରେ ତାର ୟାର, ସେମିତି କିଛି ନାହିଁ। ଲୋକଙ୍କ କଥାରୁ କଣ ମିଳିବ, ତ ଆମକୁ ଯୋଉଟା ଭଲ ଲାଗିବ ଆମେ ସେଇଟା କରିବୁ। ଲଙ୍ଗ ବାଉଣ୍ଡରୀ ତାପରେ ଫର୍ମାଟ ତ ଆପଣ ଖେଳନ୍ତି, ବଟ୍ ହଁ, କୁହନ୍ତୁ। କ୍ରିକେଟ ତ ମାନେ ଦିଟା ଓନର ତ ବହୁତ ଭଲ, କାହାକୁ ଖରାପ କାହାକୁ ଭଲ ବା କାହିଁ କହିବ। ମୁଁ ଜାଣିବାରେ ଆମ ପିପିଲିର ସବୁଠୁ ଭଲ ଓନର ହେଲେ ସେ ଦି ଜଣ। ମାନେ ଯେକୌଣସି ଯାହା ବି ହଉ ତମ ପାଖରେ ସହିତ ଠିଆ ହଉଛନ୍ତି, ଆଉ କଣ ଦରକାର ପ୍ଲେୟାର। ଠିକ ଅଛି, ଯାହା ହଉ ଆପଣ ଏଠି ଗୋଟେ ଭଲ ପଏଣ୍ଟ ରଖିଲେ, ଯୋଉମାନେ ଜାଣିନଥିଲେ ସେ ଜିନିଷଟା ସେ ଜାଣିବେ ଆଗକୁ। ନେକ୍ସଟ ଆମେ ଯିବା
सर्ट बाउंड्री टिके आमे टिके सेपटू को जीवा सर्ट बाउंड्री फॉर्मेट्स आपण बहुत खेलंती खास करके को टीम को आपण बेसी दियंती प्रायोरिटी सर्ट बाउंड्री रे एनसीडी तो सेते खेलेनी कम खेले शॉर्ट बाउंड्री मोर निज टीम गोटे अच्छी मोर माने फास्ट जेतल मोर रंजन शूटिंग रे खेली हमर गोपीनाथ रिटर्न्स वाली टीम थिला सेटा को हमको जुडू माने ये खेली हम साक्षी वाला गोटे पिलाटे से भी भलो ओनर एबे टिके खेला खेली कमी जाई किंतु सी जाए हमको नहीं खेले तो रंजन शूटिंग पटे बहुत मैच खेली तापटे भी खेली तापरे एमि जदि हम टीम जोडी जेमति कहली जे एनसीडी रखिले मु सिवला पटे जिबिनी सेमि यदि साक्ष्य बल न रखिला ताले मु समस्त पटे जिबि ଯଦି ସାକ୍ଷ୍ୟ ବଳ ରଖିଲେ ମୁଁ କେବଳ ସାକ୍ଷ୍ୟ ବଳଟା ହିଁ ଖେଳିବି ଆଉ କାହା ପଟେ ଖେଳିବି ଭଲ କଥା ମାନେ ଆପଣଙ୍କୁ କୋଉଟା ଭଲ ଲାଗେ ଗୋଟେ ପ୍ଲେୟାର ହିସାବରେ ଆପଣଙ୍କୁ କୋଉଟା ଟିକେ କମ୍ଫର୍ଟେବଲ ଲାଗେ ଖେଳିବାକୁ ସର୍ଟ ବାଉଣ୍ଡ୍ରି ନା ଲଙ୍ଗ ବାଉଣ୍ଡ୍ରି କୋଉ ଫର୍ମାଟ ଟା ଆପଣଙ୍କୁ ଟିକେ ଗୋଟେ କମ୍ଫର୍ଟେବଲ ଲାଗେ ସେମିତି କହିବାକୁ ଗଲେ ମୁଁ ଲଙ୍ଗ ବାଉଣ୍ଡ୍ରି ବହୁତ ଭଲ କାରଣ ଯେତେବେଳେ ଗ୍ରାଉଣ୍ଡ ସଟ୍ ଖେଳ ହୁଏ ଆମର ଏପଟେ କଣ ନା ଯୋଉ ଗୋଟେ ଗୋଟେ ଟ୍ରାକ୍ ଥାଏ ଆମର ସାକ୍ଷୀ ବଳ ଫର୍ମାଟ ରେ ସେଇଟା ନାହିଁ ଆମର ରନଅପ୍ ରେ ବୋଲିଂ କରିହବ କିପିଂ ରେ କିପର ପକ୍ଷରେ ବି ଟ୍ରାକ୍ ନାହିଁ ତ ଆମକୁ ରନଅପ୍ ନେଇକି ପକେଇ ହବ ଯେତେବେଳେ ଆମେ ଯାଉଛୁ ବାହାର ପଟେ ଖେଳିବାକୁ କି ବାହାର କୋଉ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଛପଟେ ଟ୍ରାକ୍ ଟା ମତେ ବହୁତ ଅସୁବିଧା ଲାଗେ ଆଉ କିପିଂ ଟ୍ରାକ୍ ଟା ମାନେ ମୁଁ ତ ବୋଲର ମୋର କିଛି ମାନେ ସେମିତି ଫରକ ପଡେନି କିପର ଥିଲେ ନଥିଲି ମତେ କନଫ୍ୟୁଜ ଲାଗେ ଯେ ମୁଁ କିପର ଧରି ପାରିବ ନା ନାହିଁ ସେଥିପାଇଁ ମତେ ପଛ ଯୋଉ ଟ୍ରାକ୍ ଟା ମତେ ଭାରି ମାନେ ବିରକ୍ତ ଲାଗେ ମୁଁ ଯାଏ ନା ଖେଳିବାକୁ ବେଶୀ ଗ୍ରାଉଣ୍ଡ ସଟ୍ ଯୋଉଠି ପଛପଟେ ଟ୍ରାକ୍ ନଥିବ ମୁଁ ନନଷ୍ଟପ୍ ପକେଇବି ଠିକ ଅଛି ହଁ ପଛପଟେ ଗୋଟେ ଟ୍ରାକ୍ ରହିଲେ ଯାହା ବି ଆପଣ ଗୋଟେ ସବୁବେଳେ ମାଇଣ୍ଡ ରେ ଆସୁଥିବ କାଳେ ଗୋଡ ରହିଗଲା କି ଆଉ ଗୋଟେ ଯାହାହେଲେ ବି ଗୋଟେ ଫ୍ରିଡମ ତ ଆସିବନି ବୋଲିଂ ହଁ କଲା ବେଳେ ଠିକ ଅଛି ଆପଣଙ୍କ ସାମ୍ନାରେ ଗୋଟେ ଏମିତି କିଏ ବ୍ୟାଟ୍ସମ୍ୟାନ ଆପଣ ତା ନାଁଟି ନେବେ ଯାହାକୁ ବୋଲିଂ କରିବାକୁ ଯେତେବେଳେ ଆପଣ ଯାଆନ୍ତି 10 ଥର ଭାବନ୍ତି କି ଆକୁ ମୁଁ କୋଉ ବଲ୍ ଟି ପକେଇବି କିଏ ସେ ବ୍ୟାଟ୍ସମ୍ୟାନ ଗୋଟେ ଟପ୍ ଏବଂ ବ୍ୟାଟ୍ସମ୍ୟାନ ସେ ମୁଁ ମାନେ ସେମିତି କିଛି ଭାବେ ନା କିନ୍ତୁ ମତେ ଲେଫ୍ଟି କି ପକେଇବାକୁ ବହୁତ ଅସୁବିଧା ହୁଏ ଆଉ ଲେଫ୍ଟି ମାନେ ନାହିଁ କି ସମସ୍ତଙ୍କୁ ଲେଫ୍ଟି ହଁ ଲେଫ୍ଟି ନାହିଁ ସମସ୍ତଙ୍କୁ ମତେ ମନପିକି ପକେଇବାକୁ ମାନେ ଟିକେ ନର୍ଭସ ଫିଲ୍ ହୁଏ କାରଣ ତାର ଚାରିପଟକୁ ସର୍ଟ ବର୍ତ୍ତମାନ ଦେବାଶିଷ ପାଟସାନୀ ଆଜ୍ଞା ସେ ମାନେ ଭଲ ବଲକୁ ବି ସେ କନଭର୍ଟ କରିଦେବ ଛକା କିନ୍ତୁ ରାଇଟ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଯେ ମାଡ଼ ତ ସେମିତି ବୋଲର ଖାଆନ୍ତି ସେମିତି କିଛି ଇଏ ନାହିଁ କି ଛୋଟ ବାଉଣ୍ଡ୍ରି ଏଜ୍ ଲାଗିଲେ ବି ଛକା ସେଇଟା କିଛି ଫରକ ପଡେନା କିନ୍ତୁ ମତେ ମନପିକି ପକେଇଲା ବେଳକୁ ମତେ ଭାରି ଡିଫିକଲ୍ଟ ଲାଗେ ଆଉ ସେମିତି ବ୍ୟାଟ୍ସମ୍ୟାନ ମତେ କେହି ଛକା ତ ମାରିବେ ସେ ମାନେ ମାନେ ଖେଳ ତମ ଭାଗ୍ୟ ଉପରେ ଡିପେଣ୍ଡ କରେ କୋଉଠି ଭଲ ପକଉଥିବ କୋଉଠି ମାଡ଼ କରୁଥିବ ସେଇଟା ଇଏ ନୁହଁ କିନ୍ତୁ ମତେ ମନପିକି ପକେଇବାକୁ ଡିଫିକଲ୍ଟ ଲାଗେ ଦେବାଶିଷ ପାଟସାନୀକୁ ଆପଣଙ୍କୁ ବୋଲିଂ କରିବାକୁ ଟିକେ ଡିଫିକଲ୍ଟି ହୁଏ ଆପଣଙ୍କ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ସେମିତି ତ ଭଲ ନୁହେଁ ଭଲ କି ଛୋଟ ମୋଟ ବହୁତ ଭଲ ବ୍ୟାଟ୍ସମ୍ୟାନ ଠିକ ଅଛି ଆପଣ ତାଙ୍କୁ କେବେ ଆଉଟ୍ କରିଛନ୍ତି ଦେବାଶିଷ ଆଉଟ୍ କରିଛି ପାଟସାନୀକୁ ଡଟ୍ ବି କରିଛି କିନ୍ତୁ ଏ ବର୍ଷ ବହୁତ ମାରିଛି ସେ ଡଟ୍ କରିଛି ଆଚ୍ଛା ଆଉଟ୍ ବି କରିଛି ଆଚ୍ଛା ସେଇଟା ଦେଖିବେ କଥା ଆପଣ ନାହିଁ ଏ ବର୍ଷ ଭଲ ମାରିଛି ଦେଖିବେ ନେକ୍ସଟ ଇୟର କେମିତି ଆପଣ ଟିକେ ତାଙ୍କୁ କେମିତି ଜାଲରେ ଫସେଇବେ ସେଇ ଅନୁସାରେ ଟିକେ ପ୍ରାକ୍ଟିସ କରନ୍ତୁ ଠିକ ଅଛି ଆପଣ ଯେତେବେଳେ ଫିଲ୍ଡରେ ଖେଳନ୍ତି ଦର୍ଶକ ମାନେ ତ ଥାଆନ୍ତି ଗ୍ରାଉଣ୍ଡର ଚାରିପାର୍ଶ୍ୱରେ ବହୁତ ସାରା ଦର୍ଶକ ମାନେ ଥାଆନ୍ତି ଟେନିସ କ୍ରିକେଟରେ ଦର୍ଶକ ମାନଙ୍କୁ ଦେଖିଲେ ଟିକେ ଆମେ କହିବୁ କି ଅନଡିସିପ୍ଲିନ କାରଣ ସେମାନେ ବହୁତ ହୋ ହାଲା ହୁଅନ୍ତି ତାଙ୍କୁ ଟିକେ ସମ୍ଭାଳିବେନି ତ ଯୋଉଠି ଅଧିକା ଦର୍ଶକ ଥାଆନ୍ତି ଆପଣ ଯେତେବେଳେ ଫିଲ୍ଡରେ ଖେଳନ୍ତି ସେ ପ୍ରେସରକୁ ଆପଣ କେତେ ମାନେ ଫିଲ୍ଡ ମଝିରେ କେମିତି ଗୋଟେ ହ୍ୟାଣ୍ଡେଲ କରନ୍ତି ଟିକେ ଆମ ୟଙ୍ଗ ପିଲାମାନଙ୍କୁ ଟିକେ ଜଣେଇବେ ଏମିତି କିଛି ନାହିଁ ଦର୍ଶକ ରହିଲେ ପଡିଆରେ ଭଲ ତମେ ଭଲ ଖେଳୁଥିବ ଦର୍ଶକ ତୁମକୁ ମାନେ ଚିୟର ଅପ୍ କରିଥିବେ ତମେ ତାଙ୍କ ଜୋସରେ ଆହୁରି ଭଲ ପକେଇ ପାରିବେ ଯଦି ତମେ ଖରାପ ପକଉଛ ତ ଯିଏ ନାହିଁ ସିଏ ପକଉଛି ତମ ନିଜ ଟିମ୍ ପିଲା ତ କହିବେ ନା ତୁ ଏଇଟା ପକେଇଲୁ ସେଇଟା ପକେଇଲୁ ସେମିତି କହିବେ କିନ୍ତୁ ମୁଁ ଜାଣିବା ଦର୍ଶକ ରହିଲେ ହିଁ ଭଲ ଲାଗେ ଖେଳିବ ଆଉ ଦୀପଦ ଶୁଣିବ କଣ ମିଳୁଛି ଗୋଟେ ଛକା ପରେ ତ ଦିଟା ୱିକେଟ ନେଇପାରିବ ଏଇଟା ଭଲ ଦର୍ଶକ ଯୋଉଠି ରହିବେ ସେଠି ଖେଳିବାକୁ ଭଲ ଲାଗେ ସିଏ ଯୋଉ ଏନକରେଜ କରୁଥିବେ ଯେ ତମକୁ ତୁମେ ଭଲ ପକାଅ ଭଲ ଖେଳ ତମେ ଦର୍ଶକ ରହିଲେ ହିଁ ଭଲ ଆଉ ବାକି ନର୍ଭସ ହବାର ନାହିଁ ଲୋକ ତ କେତେ ପ୍ରକାର କେତେ କଥା କହିବେ କଣ ମିଳିବ ତାଙ୍କ କଥା ନିଜ ପରଫର୍ମାନ୍ସ ନିଜେ ଦେଇ ଚାଲ ଦେଖିବା କଣ ନାହିଁ ଠିକ କଥା କହିଛନ୍ତି ଆପଣ ନେକ୍ସଟ କହିବେ ପ୍ଲିଜ ଟିକେ ଯିବା
फिटनेस आड़ को जीवा फिटनेस उपरे आपण केते ध्यान दियंती एवं गोटे नुआ पिला गोटे यंग पिला मानको हो कि से जहा को भी हो क्रिकेट जो मार सब खेलुछन ताको फिटनेस उपरे केते ध्यान देवा दरकार। फिटनेस ଉପରେ ବହୁତ ଧ୍ୟାନ ଦେବା ଦରକାର କାରଣ ଯଦି ଫିଟନେସ ନ ରହିବ ତ କିଛି ହବନି। ଯଦି ବ୍ୟାଟ୍ସମ୍ୟାନ ହଉ ବା ବୋଲର, ଯଦି ବୋଲର ହେଇଥିବ ତାହେଲେ ଫିଟନେସ ନଥିବ ପକେଇ ବି ପାରିବନି। ପିଲା କଣ ପକଉନାହାନ୍ତି, ପକଉଛନ୍ତି କିନ୍ତୁ ସେତେଟା ଇଫେକ୍ଟିଭ ହଉନଥିବେ। ବ୍ୟାଟ୍ସମ୍ୟାନ ବି ସେମ୍, କିନ୍ତୁ ଫିଟନେସ କ୍ରିକେଟ ପାଇଁ ଫିଟନେସ ସବୁ ଖେଳ କ୍ରିକେଟ ବୋଲି ନୁହଁ ସବୁ ଖେଳରେ ଫିଟନେସ ଦରକାର। ବାକି ଫିଟନେସ ରହିଲେ ବି ନିଜ ବଡି ମେଣ୍ଟେନ ହବ, ଭଲ ଲାଗିବ। ତ ଏମିତି ନାହିଁ କି ଭଲ ଭଲ ଫିଟନେସ ରଖି ଖେଳିବାଟା ହିଁ ଭଲ ମୁଁ ଜାଣିବି। फिटनेस कथा आपण कहले टिके डिसिप्लिन आड़ को जीवा इनफिल्ड ऊपर तो डिसिप्लिन रखिबा जरूरी गोटे क्रिकेटर पाई बट आम देखी टे टाइमिंग उपरे कहते कि टेनिस क्रिकेट रे से डिसिप्लिन न थाए ठीक जो टाइम टा आपन को दिया जाय था फिक्सचर रे से टाइम रे आसिकी प्लेयर माने पहुंचंतनी जेहेतु आपण नाइट मैच बेसी खेली ग्रीन बॉल राति रे आमे देखीचु नाइट मैचेस सब स्टार्ट होची खास करके 9टा कि नले 9:30 पाखापाखि प्राय तो जगह एटा हवा द्वारा लोक गोटे मैच रु 2टा मैच ही देखुछंती तापरे पड़िया खाली यूट्यूब रे भी आमे देखीचु बहुत कम दर्शक देखंती कौन कहबे टिके शीघ्र स्टार्ट ले टिके भलो होंता और टिके लंबा ओवर मैचेस होंता। मेन ହେଲା ଜଲ୍ଦି ଖେଳ ହେଲେ ଭଲ। ये ट्राभेलिंग ଟା ଆମକୁ ପଡୁଛି ନା, ଆମେ ବହୁତ अच्छा ବାଟରୁ ଯାଉଛୁ। ଯଦି ଏମିତି ନ ହେଇକି ଆମେ ଯେତେ କାମ ଯେତେ ଡ୍ୟୁଟି ସବୁ ଛାଡିକି ହିଁ ଯିବେ। ମୁଁ ମୋର ସାକ୍ଷୀ ପାଲ ଯିବି, ସିଏ ସେଠୁ ଆସିବ, ଇଏ ଏଠି ଆସିବ। ନାଇଁକି ଆମେ 11ଟି ସିନା ଗୋଟେ 11 ଜଣ ରହିଲେ କୋଉଠୁ ହେଲେ ବସିକି ପଳେଇଲେ ସେଇଟା ଜଣା ପଡିବନି, ଠିକ ଟାଇମରେ ପହଞ୍ଚିବା। କିନ୍ତୁ ଖେଳଟା ଜଲ୍ଦି ଆରମ୍ଭ ହେଲେ ଲୋକ ଭଲ ଲାଗିବେ, ଜଲ୍ଦି ସରିବ, ଆମେ ବି ଜଲ୍ଦି ସକାଳ ଆସି ଘରେ ପହଞ୍ଚି ପାରିବୁ। ତ ସେଇଟା ଜଲ୍ଦି ଆରମ୍ଭ ହେଲେ ଭଲ। କିନ୍ତୁ ଯୋଉଟା ଲୋକାଲ ଟିମ୍ ପାଖ ଟିମ୍ ଥିବ ନା, ଯଦି ଆମ ପୁରୀରେ ଖେଳୁଛି ଆମ ଟିମ୍ ପାଖ ଏଇଭଳିଆ ପାଖ ଭୁବନେଶ୍ୱର ପାଖ, ତ ଆମେ ଯଦି ଆମ ମ୍ୟାଚ୍ ଟା ଆଗ ରଖିବା, ଯଦି ଆମ ଟିମ୍ ଯଦି ଆଗ ପହଞ୍ଚିବ ଆଗ ଖେଳିବ ତାହେଲେ ଟାଇମରେ ଷ୍ଟାର୍ଟ ହେଇପାରିବ। ସେମିତି ଦୂର ବାଟରେ ଯୋଉଟା ଆମେ ଖେଳିବାକୁ ଯାଉଛୁ ଯଦି ପାଖ ଟିମ୍ ପିଲା ମାନେ ଢେଙ୍କାନାଳ ହଉ କି ସମ୍ବଲପୁର ହଉ ଯୋଉଠି ବି ହଉ ଫାଷ୍ଟ ତାଙ୍କ ମ୍ୟାଚ୍ ଟା ରଖିବ। ସମ୍ବଲପୁରରେ ଖେଳ ହେଲା ସମ୍ବଲପୁର ଟିମ୍କୁ ଆଗ ରଖିବ, ସେମାନେ ଖେଳିଦେବେ। ତାପରେ ସେତିକି ଟାଇମ ଭିତରେ ଆଉ ଗୋଟେ ଟିମ୍ ପହଞ୍ଚି ପାରିବ ଆରାମସେ, ସିଏ ବି ଖେଳିପାରିବ। ନାଇଁ ଆମେ ଯଦି ଆମେ ଏଇନେ ଯିବୁ ପୁରୀରୁ, ଯଦି ଆମର ସମ୍ବଲପୁରରେ ଫାଷ୍ଟ ମ୍ୟାଚ୍ ଥିବ ଆମେ କଣ ଟାଇମରେ ପହଞ୍ଚି ପାରିବୁ କି? ଆମେ ଟାଇମରେ ପହଞ୍ଚି ପାରିବୁନି, ଯାହାହେଲେ ବି ଘଣ୍ଟେ 1.5 ଘଣ୍ଟା ଲେଟ୍ ହବ। କାରଣ ଗାଡି ଘୋଡା କଥା କାହା ହାତରେ ନାହିଁ, ସେ ଡ୍ରାଇଭର ଯେମିତି ଚଲେଇବ ଆମେ ଯିବୁ ବାସ୍। କିନ୍ତୁ ଟାଇମରେ ଷ୍ଟାର୍ଟ ହବାଟା ଭଲ। ଆଉ ଟୁର୍ଣ୍ଣାମେଣ୍ଟ ତ ଯେ ସମସ୍ତେ ଚାହାନ୍ତି କି ଆମ ଟୁର୍ଣ୍ଣାମେଣ୍ଟ ଭଲ ହଉ, କିଏ କାହିଁ ଚାହିଁବ କି ଆମ ଟୁର୍ଣ୍ଣାମେଣ୍ଟ ଖରାପ ହବ ବୋଲି? ତ ପିଲାଙ୍କ ଉପରେ ଡିପେଣ୍ଡ କରେ କି କିଏ କେତେ ଟାଇମରେ ପହଞ୍ଚୁଛି। ମ୍ୟାଚ୍ 5ଟାରେ ଅଛି, ଆମେ ଯଦି ଜଲ୍ଦିରେ ପହଞ୍ଚିବାକୁ ପଡିବ। ଯଦି ବି ଗୋଟେ ଟିମ୍ ଜଲ୍ଦିରେ ପହଞ୍ଚୁଛି ଆଉ ଗୋଟେ ଟିମ୍ ପହଞ୍ଚିଲା ବେଳକୁ ଲେଟ୍ ହଉଛି, କଥା ହଉଛି ସେଠି। ଆଉ ଲୋକ ସେମିତି ଆଉ ପୁଣି ଶୋଇକି ଉଠିଗଲେ ଯେଝା କାମକୁ ଯିଏ ଯିବେ, ଆଉ କଣ ତମ ଖେଳ ଦେଖିବେ କି? ଟିକି ପିଲା ଖେଳ ପିଲା ଯେତେଟା ନୂଆ ନୂଆ ଖେଳୁଛନ୍ତି ସେମାନେ ତମ ଖେଳ ଦେଖିବେ, ବୟସ୍କ ଲୋକ ରହିବେନି। से ही आमे देखुछु बहुत जगह ठीक अछि देखिबा ता केमती गोटे सुधारिया को पड़िबो टिके शीघ्र एवं तापर टिके लंबा ओभर भी हवा दरकार। ठीक अछि गोटे भल लेफ्ट हैंडेड बैट्समैन कहिबे गोटे आपणक अनुसारे आपन के भल लागे गोटे लेफ्टी बैट्समैन ଗୋଟାଏ गोटे कोंतु ଗୋଟେ ଭଲ ବ୍ୟାଟ୍ସମ୍ୟାନ पर्सनाली ହେଲେ ଦେବାଶିଷ ମାର୍ଚାଲ। ସେ ବହୁତ ଭଲ ବ୍ୟାଟ୍ସମ୍ୟାନ राइटी ଲେଫ୍ଟି। राइटी रे ରାଇଟ୍ ତ ରାଇଟ୍ ରେ ତ ମାନେ ସେମିତି ଦେଖିବାକୁ ଗଲେ ଚିନୁ ଭାଇ ଆଉ। चिन्नु विश्व रंजन ठीक अछि नेक्स्ट जदि हम देखिबा गोटे बामहाती बोलर आपणक पसंदीदा लेफ्टी बोलर ଲାଲଟୁ ଭାଇ। ठीक अच्छी माने परेश सामल एवं राइटी रे ରାଇଟ୍ କାଳନ୍ଦୀ। कालंदी कालंदी पाखे से कौन टा अच्छी स्पेशलिस्ट माने पूरा नुआ बॉल रे भलो बोलिंग करती बहुत सारा विकेट से नियंती आमे देखिछु अलगा कौन टा से ट्राई करती आपन सह से केबे भी तो माने थरे कथा तो हेतिबे କାର ମତ ସବୁ ସିଏ ମୋ ସାଙ୍ଗ। ତାପରେ କହିବ ତା ହାତରୁ ନର୍ମାଲି ଦେଖିବ, ତମେ କ୍ୟାମେରା ବି ଫୋକସ କରିବ ତା ହାତକୁ, ତା ହାତରୁ ଜାଣି ହୁଏ ନା
କୋଉଟା ଭିତରୁ କୋଉଟା ବାହାରେ ସେଥିପାଇଁ ବ୍ୟାଟ୍ସମ୍ୟାନ୍ କୁ କନଫ୍ୟୁଜ କରେ ନୂଆ ବଲରେ ଭଲ ତା ହାତରୁ ନର୍ମାଲି ଦେଖିବ ତମେ ଏମିତି ପ୍ରାକ୍ଟିସ ବି କରୁଥିବ ଏମିତି ପକେଇବ ଅପକଟର ଟା ଆମେ ଇଆଡେ ଚଢି ଯାଇଥିବ ବଲ୍ ଯୋଉଥିବ ସିଆଡେ ଏମିତିଆ ମାନେ ସବୁ ବହୁତ ଭଲ ବୋଲର ସଫ୍ଟୱେର ନେଇ ସେମିତି ତା ଭଳିଆ ବୋଲର ନାହାନ୍ତି କିନ୍ତୁ ମନ ମୋଟିଆ ଏଇଠି ଥବ ଏଇଠି ନଥିବ କୁଆଡେ ଯାଇଥିବ। ଜବରଦସ୍ତ ବୋଲର ୱିକେଟ ସେ ବହୁତ ତାଙ୍କ ମାନେ ତାଙ୍କ କ୍ୟାରିୟର ଇଏ ନେଇଛନ୍ତି। ନେକ୍ସଟ ଆମେ ଯିବା ଏ ୟଙ୍ଗ ପିଲାଙ୍କ ଉପରେ ଯିବା ଯୋଉମାନେ ସାୟଦ ସେତିକି ପ୍ରମୋଟ ହୋଇପାରୁନାହାନ୍ତି ଅଲ୍ ଓଡ଼ିଶା ବେସିକ୍ସ ରେ। ବହୁତ ସାରା ଏମିତିକା ପ୍ଲେୟାର ମାନେ ଅଛନ୍ତି ଖାସ କରିକି ନୂଆ ନୂଆ ପିଲା ଯେମିତିକି ଖଲାରି ଦୀପୁ ହେଇଯାଆନ୍ତୁ, ଆପଣଙ୍କ ଟିମ୍ର କାଳନ୍ଦୀ ହେଇଯାଆନ୍ତୁ, ବହୁତ ସାରା ଏମିତି ପିଲା ଅଛନ୍ତି ଆପଣଙ୍କ ଟିମ୍ର ବୁଲୁ ହେଇଯାଆନ୍ତୁ, ଲେଫ୍ଟି ବୁଲୁ ଭଲ ଏ ସିଜିନରେ ଖେଳୁଛନ୍ତି କିନ୍ତୁ ସେମିତିକା ତାଙ୍କ ଚର୍ଚ୍ଚା ହଉନି। ତାଙ୍କ ବିଷୟରେ କଣ କହିବେ? ମୁଁ କହିବି କଣ ସମସ୍ତେ ଭଲ ପ୍ଲେୟାର ସେ ଦୀପୁ ହଉ କି ଆମ ବୁଲୁ ଭାଇ ହଉ କାଳନ୍ଦୀ ହଉ ଏମାନେ normally ସବୁ ଭଲ ପ୍ଲେୟାର ବାକି ସେମିତି 11 ଜଣ ବଛା ବଛି ବି ଯାଉଛନ୍ତି ଚାରି ଜଣ ବଛା ବଛି ହେଇଯିବେ ତାହେଲେ ଯୋଉ ପିଲା ଗୁଡା ଅଛନ୍ତି ଆମର ଏମିତି ଲୋକାଲରେ ଖେଳ ହେଲେ ଯୋଉଟା ଖୁସି ଆସୁଛି ଆମେ ନିଜେ ଖେଳିଦଉଛୁ ଆଉ ବାକି ବାହାରକୁ ଯୋଉ ଟୁର୍ଣ୍ଣାମେଣ୍ଟ ଗୁଡା ସେ ଦେଖୁଛନ୍ତି ସେ ଓନର ମାନେ ଡାକୁଛନ୍ତି ସେ କହନ୍ତି ତମେ ଠିକ ଅଛି ତ କଣ ମିଳିବ ନିଜ ଖେଳ ନିଜ ପାଖରେ ରହିଲେ ଭଲ ବାକି ଯେ ଯାହାର ନାହିଁ ଯିଏ ଟିମ୍ ଗୋଟେ ଖେଳୁଛି ଭଲ ଖେଳୁଛନ୍ତି ଆଉ ଏ ଖରାପ ନୁହେଁ ମାନେ ନୂଆ ପିଲା ବି ବହୁତ ଭଲ ଖେଳୁଛନ୍ତି ମାନେ ମ୍ୟାଚ୍ କିଛି ନଥିବ ବହୁତ ଭଲ ମ୍ୟାଚ୍ ଆଣି ଦଉଛନ୍ତି ସେ ବହୁତ ଭଲ ପ୍ଲେୟାର କଣ କହିବି ତାଙ୍କ ବିଷୟରେ। ଠିକ ଅଛି କାଳନ୍ଦୀ ଯୋଉ ଆପଣ ନୂଆ ନ୍ୟୁ ପିଲାଙ୍କ ବିଷୟରେ କହିଲେ ଏବଂ ଆଶା ରହିବ କି ଆଗାମୀ ସମୟରେ ଖାସ କରିକି ନୂଆ ନୂଆ ପିଲାମାନେ ଟିକେ ତାଙ୍କ ନେମ୍ ଟିକେ ଆଉ ଟିକେ ଭଲ ସେ ଲୋକଙ୍କ ସାମ୍ନାରେ ଆସୁ। ନେକ୍ସଟ ଆମେ ଯିବା ଫର୍ମାଟ ସିଷ୍ଟମ ଉପରେ। ଫର୍ମାଟ ସିଷ୍ଟମ ଯଦି ଆମେ ଦେଖିବା ତାପରେ ଆମେ ଗୋଟେ ଭିଡିଓ ବି ମୁଁ କରିଥିଲି କି ଫର୍ମାଟ ସିଷ୍ଟମ ଭଲ ନା ଟିକେ ଫାଇନାଲ ମ୍ୟାଚରେ 20 ଓଭରିଆ ହେଲେ ଭଲ ହୁଅନ୍ତା ଟିକେ ଲମ୍ବା ଫର୍ମାଟ ନହେଲେ 15 ଓଭର ତା ବିଷୟରେ କଣ କହିବେ କୋଉଟା ମାନେ ଗୋଟେ ଆକ୍ଚୁଆଲି କୋଉଟା ଭଲ? ଶୁଣ ଏମିତି 20 ଓଭର ଯଦି କରିବ ମନେକର 8ଟା ଟିମ୍ 8ଟା ଟିମ୍ରେ ଆମେ ଖେଳୁଛୁ ଆଜି ଗୋଟେ ଦିନ ଖେଳିଗଲୁ ଫାଇନାଲ ତାପର ଦିନ ଖେଳିଗଲୁ ଗୋଟେ ଫାଇନାଲ ତାପର ଦିନ ଆମେ 20 ଓଭର ଯଦି ଖେଳୁଛୁ 20 ଓଭର ଖେଳିଲେ ଭଲ ଖରାପ ନୁହେଁ କିନ୍ତୁ ସଫ୍ଟ ଇନିଂସରେ ନୁହେଁ ସଫ୍ଟ ଇନିଂସରେ 20 ଓଭର ହେଲେ ହବନି 12-15 ଓଭର କାଫି ରେଟ୍ ଇନିଂସରେ 20 ଓଭର ହେଲେ ଭଲ ଫର୍ମାଲ ମ୍ୟାଚ୍ ଟୋଟାଲ ଭଲ ନୁହେଁ ମୋ ଜାଣିବାରେ କାରଣ ଲୋକ ଏଣ୍ଟରଟେନମେଣ୍ଟ ଚାହୁଁଛନ୍ତି ଯେ କଣ ଗୋଟେ ବୋଲର ସେଇ ବୋଲର 6 ଓଭର ପକେଇବ ଗୋଟେ ଦିନରେ ସେଇ ବ୍ୟାଟ୍ସମ୍ୟାନ ଖେଳୁଥିବ ସେଇ ଖେଳରେ ଆମେ ଖେଳୁଥିବୁ ସେଇଟା ଭଲ ନୁହଁ ମୁଁ ଜାଣିବାରେ ଫର୍ମାଟକୁ ଚେଞ୍ଜ କରିକି 20 ଓଭରିଆ 15 ଓଭରିଆ ଖେଳିବା ଭଲ କିନ୍ତୁ ବଡି ତ ରେଷ୍ଟ ପାଇବ ଏମିତି ଠିକ ଅଛି ଟିକେ ଲମ୍ବା ଓଭର ହେଲେ ବି ହଁ ହୁଁ, ହୁଁ। ଟିକେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କୁ ଟିକେ ଚାନ୍ସ ମିଳିବ ଆଜ୍ଞା ଖାସ କରିକେ ଟିକେ ବ୍ୟାଟିଂ କରିବା ପାଇଁ। ଠିକ ଅଛି ନେକ୍ସଟ ଆମେ ଯିବା ପ୍ଲିଜ ଆପଣ ଟିକେ କହିବେ ଟେନିସ୍ କ୍ରିକେଟ କଣ ସେତିକି ଜାଗାରେ ପହଞ୍ଚି ସାରିଛି କି ଗୋଟେ ନୂଆ ପିଲାଟେ ଆସିଲେ ସେ ଯଦି ବି ଟେନିସ୍ କ୍ରିକେଟ ଯଦି ସେ ଖେଳିବାକୁ ଚାହେଁ ତା କ୍ୟାରିୟରରେ 6 ମାସ ଯଦି ବି ସେ ଖେଳେ ସେତିକି କଣ ସିଏ ମନି କି ପ୍ରାଇସ୍ କମେଇ ପାରିବ ଯାହା ଯାହା ଦ୍ଵାରା ତାଙ୍କ ପରିବାର ଚଳିଯାଉ ନହେଲେ ତାର ପକେଟ ମନି ସେତିକି ମାନେ ଅଛି ଟେନିସ୍ କ୍ରିକେଟ ଖେଳିଲେ ଅଲ୍ ଓଡ଼ିଶା ବେସିକ୍ସ ରେ? ଆରାମସେ ଇନକମ୍ କରିପାରିବ ଘର ବି ଚଳେଇ ପାରିବ କିନ୍ତୁ ସେତିକି ଭଲ ଖେଳିବା ଦରକାର ନା କି ଏମିତି ଖେଳିକି ରହିଯିବ ଟାଇମ ଦେଇପାରିବନି ସେମିତି ନାହିଁ କ୍ରିକେଟରେ ସେମିତି ଦେଖିବାକୁ ଗଲେ 6 ମାସ ଖେଳିକି ଆଉ 6 ମାସ ବସିବାକୁ ପଡୁଛି ସେମିତି ନ ଖେଳିକି ନିଜେ ଜବ୍ ଫବ୍ କଲେ ବି ଭଲ ଆଚ୍ଛା। କିନ୍ତୁ ଇନକମ୍ ଅଛି ବହୁତ ଇନକମ୍ ଅଛି ସେତିକି ଭଲ ଖେଳିବାକୁ ପଡିବ ନାଇଁ କି ଅଳ୍ପ ବହୁତ ଖେଳିକି ଇନକମ୍ କରିପାରିବ ମାନେ ଧନ୍ୟ ଚିନୁ ଭାଇ ମଣ୍ଟୁ ଭାଇ ଏମାନେ କେତେ ଭଲ ଖେଳୁଛନ୍ତି ତାଙ୍କ ଇନକମ୍ ବି ସେମିତି ନୂଆ ପିଲା ଖେଳିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିବ ତାଙ୍କୁ ବି ସେଇ ଜାଗାକୁ ପହଞ୍ଚିବାକୁ ପଡିବ ମାନେ ସେତିକି ଭଲ ବ୍ୟାଟିଂ ସେତିକି ଭଲ ବୋଲିଂ କରିବାକୁ ପଡିବ ନହେଲେ ସହଜ ନୁହେଁ। ଆପଣଙ୍କ ଟିମରେ ଏନସିଟି ହଉ ନହେଲେ ସିଉଳା ହଉ ଆପଣଙ୍କ ଟିମରେ ସେ ଗ୍ରେଡ ସିଷ୍ଟମ ଅଛି କି କି ନହେଲେ ଏ ବି ସି ସେଇ ଅନୁସାରେ ପିଲାମାନଙ୍କୁ ପ୍ରାଇଜ ଦିଆଯାଉଥିବ କି ହଁ ଏମାନେ ରହିଲେ ଏ ଗ୍ରେଡ ରେ ସେମାନେ ରହିଲେ ବି ଗ୍ରେଡ ରେ ତାଙ୍କ ପ୍ରାଇସ ଟିକେ କମ ତାଙ୍କ ପ୍ରାଇସ ଟିକେ କମ ଏମିତି କିଛି ଅଛି ଏନସିଟି ନହେଲେ ସିଉଳା ଟିମରେ? ସେମିତି କିଛି ନାହିଁ ମୁଁ ବେସିକାଲି ଓନର ଉପରେ ସେଟା ଡିପେଣ୍ଡ କରେ
ବୁଝିଲେ କିନ୍ତୁ ଆମ ଯୋଉଟା ଆମେ ସେଠି ପଟେ ଯୋଉଟା ଖେଳୁ ସେଠି ପଟେ ସେମିତି କିଛି ନାହିଁ ବାକି ଯାହା ଟି ପଟି ଦିଆ ହୁଏ ବାକି ମାନେ ସଞ୍ଜୟ ଭାଇଙ୍କ ପଟେ ମୁଁ ତ ବେଶୀ ଖେଳିନି ସେଇଭଳିଆ ପଟେ ଗୋଟେ ଦିଟା ଚାରିଟା ପାଞ୍ଚଟା ଟୁର୍ଣ୍ଣାମେଣ୍ଟ ଖେଳିଥିବି ବାକି ସେମିତି ନାହିଁ ସମସ୍ତେ ସମାନ ଇକ୍ୱାଲ ସମସ୍ତେ ଏମିତି ଚାମ୍ପିୟନ ପରେ ସେ ଭଲ ଖେଳିଥିବେ ଅନ୍ୟଙ୍କ ଖୁସିରେ ଅନ୍ୟ ଯଦି ତାଙ୍କୁ କଣ ଦେବେ ତ ଆମେ କିଛି କହିପାରିବାନି ସେଇଟା ଠିକ ନାହିଁ କିନ୍ତୁ ଚାମ୍ପିୟନ ପଇସା ଯେତିକି ଥିବ ସମସ୍ତେ ସମାନ। ଠିକ ଅଛି। ପ୍ରତି ପ୍ରତି କ୍ୱେଶ୍ଚିନ୍ ଆପଣ ଭଲ ଭାବେ ଆନ୍ସର ସବୁ ଦେଇଛନ୍ତି। ଏନସିଡି ବିଷୟରେ ବି ଆପଣ ସବୁ କଥା କହିଲେ। ଡିଷ୍ଟ୍ରିକ୍ଟ ଲେଭେଲ ଟୁର୍ଣ୍ଣାମେଣ୍ଟ ଲିକୁନି ଆପଣ ଆସିଥିଲେ ଖେଳିବାକୁ ଏବଂ ଆପଣଙ୍କ ଟିମ୍ ଚାମ୍ପିୟନ ବି ହୋଇଥିଲା। ଯଦି ଆମେ ଦେଖିବା ସାଲେପୁରରେ ଯୋଉ ଡିଷ୍ଟ୍ରିକ୍ଟ ଲେଭେଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା, ଡିଷ୍ଟ୍ରିକ୍ଟ ଲେଭେଲ ଟୁର୍ଣ୍ଣାମେଣ୍ଟ ହେଲେ ଏନସିଡି ଦେଖିଲେ ତ ଗୋଟେ ଆମେ ଡିଷ୍ଟ୍ରିକ୍ଟ ଲେଭେଲର ହିଁ କହିପାରିବା, କାରଣ ସେ ଟିମ୍ରେ ଆପଣଙ୍କ ଡିଷ୍ଟ୍ରିକ୍ଟରୁ ହିଁ ପ୍ରାୟତଃ ପିଲା ଖେଳନ୍ତି। ବାହାର ପିଲା ତ ମୋ ଦେଖିବାରେ ତ ନାହିଁ, ଯଦି ବି କିଏ ଥିବେ ତ ବହୁତ କମ୍। ଡିଷ୍ଟ୍ରିକ୍ଟ ଲେଭେଲ ଟୁର୍ଣ୍ଣାମେଣ୍ଟ କୁ ଯଦି ଆମେ ଟିକେ ଆଉ ଟିକେ ଯଦି ଭଲ ନଜରରେ ଦେଖନ୍ତେ, ଟିକେ ଯଦି ଉପରକୁ ଯାଆନ୍ତା, ତାହେଲେ କଣ ଆପଣଙ୍କ ନଜରରେ କଣ ଭଲ? ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟ ହେଲେ ଭଲ ବହୁତ ଭଲ ଟିକେ ଭଲ ନୁହଁ ବହୁତ ଭଲ ଯଦି ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟ ହବ 10ଟା ଆମେ ରେଜଲ୍ଟ ପାଇବୁ 8ଟା ମତେ ଲାଗୁଛି ମାନେ ସଫ୍ଟୱେୟାର ଯଦି 10ଟା ଟୁର୍ଣ୍ଣାମେଣ୍ଟ ହବ ମାନେ ସଫ୍ଟୱେୟାର ଆମେ 8ଟା ପାଖାପାଖି ତ ରେଜଲ୍ଟ ପାଇଛୁ ସେ ଚାମ୍ପିୟନ ହଉ ବା ରନର୍ସ ହଉ ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟ ହେଇଗଲେ ବହୁତ ଭଲ ମୁଁ ଜାଣିବା ଏମିତି ମିଶିକି ଆସିପାରିବନି ଯେ ଯେ ଡିଷ୍ଟ୍ରିକ୍ଟରୁ ଯିଏ ଖେଳିବେ ଆଉ ତାପରେ ପୁରୀ ଡିଷ୍ଟ୍ରିକ୍ଟ ଆଉ ମତେ କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ବହୁତ ଷ୍ଟ୍ରଙ୍ଗ ବହୁତ ଷ୍ଟ୍ରଙ୍ଗ ନାଇଁ ଆମର ପୁରୀ ହଁ ଡିଷ୍ଟ୍ରିକ୍ଟର ନିଶ୍ଚିତ ଭାବେ, ହେଲା କାରଣ ଆମେ ପୁରୀ ଡିଷ୍ଟ୍ରିକ୍ଟର କୁହନ୍ତୁ ମାନେ କୁହନ୍ତୁ। ବୋଲିଂ ଲାଇନଅପ୍ ଟା ବହୁତ ଭଲ ଅଛି ପୁରୀ ଡିଷ୍ଟ୍ରିକ୍ଟ ଆମ କାଳନ୍ଦୀ ହଉ କି ବିକ୍ରମ ହଉ ଏବେ ଯୋଉ ନୂଆ ଖେଳୁଛି ଶୁଳା ଗୋଟେ ସେଦିନ ଆମର ସାଲେପୁରରେ ବି ଖେଳୁଥିଲା ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟ ସେ ବି ବହୁତ ବୋଲିଂ କରୁଛି ଆମ ଅଜୁ ଭାଇ ବହୁତ ଭଲ ବୋଲର ଅଛନ୍ତି ମାନେ ରନ୍ ଡିପେଣ୍ଡ କଲା ଭଳିଆ ବାକି ସେଥିପାଇଁ ଆମେ ରେଜଲ୍ଟ ପାଇବାକୁ ଚାହୁଁଛୁ ତାପରେ ଏମିତି ବି ଆସନ୍ତି କିଆ ଗଲେ ଆମର ଲିଡର ହିସାବରେ ସୋନାଇ ଆଉ କିରଣ ଭାଇ ବଡ ଭାଇ ଦି ଜଣ ଅଛନ୍ତି ଟିମକୁ ମ୍ୟାନେଜ କରୁଛନ୍ତି ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟରେ ଭଲ ଆମ ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟ ହେଇଗଲେ ବହୁତ ଭଲ। ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟ ହବା ଦ୍ୱାରା ସାୟଦ ଦର୍ଶକ ମାନେ ବି ଟିକେ ଅଲଗା କ୍ରେଜରେ ଆସିବେ କି ଆମ ଡିଷ୍ଟ୍ରିକ୍ଟ ଓହ୍ଲେଇଛି, ଆମ ପୁରୀ ଡିଷ୍ଟ୍ରିକ୍ଟ ଓହ୍ଲେଇଛି, ନହେଲେ ଆମ ଜଗତସିଂହପୁର ଓହ୍ଲେଇଛି, ନହେଲେ ଆମ ଖୋର୍ଦ୍ଧା ଓହ୍ଲେଇଛି। ସେଇଟା ବି ଗୋଟେ ଅଲଗା ପ୍ରକାର କ୍ରେଜ ଥାଏ ଡିଷ୍ଟ୍ରିକ୍ଟ ଲେଭେଲରେ। ଠିକ ଅଛି, ନେକ୍ସଟ ଆମେ ଯିବା ଆପଣଙ୍କ କ୍ୟାରିୟରରେ। ଆଜି କ୍ରିକେଟ ଅଛି, ଆପଣ କ୍ରିକେଟକୁ ଏନ୍ଜୟ କରୁଛନ୍ତି, ଆଗାମୀ ସମୟରେ ଆପଣ ବହୁତ ଦିନ କ୍ରିକେଟ ଖେଳିବେ। ଏବେ ତ ଆପଣଙ୍କ କ୍ୟାରିୟର ଷ୍ଟାର୍ଟ, କାଲି ସକାଳେ ଯେତେବେଳେ କ୍ରିକେଟ ଆପଣଙ୍କ ପାଖରେ ନଥିବ ତ ଆପଣ କଣ କରିବେ? କ୍ରିକେଟ ତ ମାନେ ଯେତିକି ଦିନ ମୁଁ ତ ବ୍ୟାଟ୍ସମ୍ୟାନ ନୁହେଁ ଯେତିକି ଦିନ ହାତ ଭଲ ଅଛି ଖେଳିବି ହେଲେ ନାଇଁ ଜବ୍ ଫବ୍ ଦେଖିବା ଯେତେବେଳେ ହାତ ଭଲ ଅଛି ମୁଁ ସେ ପର୍ଯ୍ୟନ୍ତ ଖେଳୁଥିବି। ଠିକ ଅଛି, ନେକ୍ସଟ ଆମେ ଯିବା ନେକ୍ସଟ ସିଜନ ପାଇଁ ଆପଣଙ୍କୁ କିଛି ଏନସିଡି ଆପଣ କହିଲେ, ଶିଉଳା ଆପଣ କହିଲେ, କିଛି ଅନ୍ୟାନ୍ୟ ଟିମ୍ ତରଫରୁ କିଛି ଅଫର ବଗେରା ଆସିଲାଣି କି ଲିକୁନି ରେଡି ରହନ୍ତୁ ଆମ ଟିମ୍ ପଟେ? ସେମିତି କିଛି ନାହିଁ ଟିମ୍ ଡାକିଲେ ବି ମୁଁ ଯିବିନି ଯେଡେ ବଡ ଟିମ୍ ବି ଡାକୁ ମୁଁ ଯିବିନି ଏଇ ଏମିତି ସେଇ ସେଇଭଳିଆ ପଟେ ଖେଳିବି ନ ଖେଳିବି ନାହିଁ ବରଂ ବସି ପଡିବି କିନ୍ତୁ ସେଇ ଦିଟା ଟିମ୍ ପଟେ ଖେଳିବି କାରଣ ଏଇ ଦିଟା ଟିମ୍ ଯଦି ମୋ ହାତ ଖରାପ ହେଲା ପରେ ବି ଡାକନ୍ତି ତାହେଲେ ଏଇ ଦିଟା ଟିମ୍ ବୁଝିଲେ ଯଦି ମୁଁ ଆଉ କୌଣସି ଟିମକୁ ଆଚ୍ଛା, ପଳେଇବି ଆମ 11 ଜଣ ପିଲାଙ୍କୁ ଛାଡିକି ମୁଁ ଆଉ କୌଣସି ଟିମକୁ ପଳେଇବି ସେପଟେ ଯେତେ ବି ଭଲ ଖେଳେ ଯଦି ଗୋଟେ ମ୍ୟାଚ୍ କି ଦିଟା ମ୍ୟାଚ୍ ଖରାପ ପରଫର୍ମାନ୍ସ କରିବି ସେ ପିଲା ଆମକୁ ବସେଇ ଦେବେ ତ ମୁଁ ଡାକିବିନି ଖେଳିବାକୁ କିନ୍ତୁ ଯଦି ମୁଁ ଆମ ଲୋକାଲ ଟିମରେ ରହିଲି ଆମ ଏନସିଟି ଆଉ ସେଇଭଳିଆ ପଟେ ତ ମୋ ହାତ ଖରାପ ହେଲା ପରେ ବି ମତେ ଯଦି କମ୍ଫର୍ଟେବଲ ଲାଗିବ କି ଭାଇ ଆଉ ମୁଁ ଏଇ ମ୍ୟାଚ୍ ଟା ଖେଳିବି ମୁଁ ପକେଇ ପାରିବି ତାହେଲେ ମତେ ସେ ଟିମ୍ ଦିଟା ତ ମନା କରିପାରିବେନି ଖେଳିବେ ତ ମୁଁ ଯଦି ମାନେ ମାଡ ଖେଳିଲା ପରେ ବି ଯଦି ମୁଁ ବାହାର ଟିମ୍ କହିବି କି ମୁଁ ଖେଳିବି ତ ମତେ ବସେଇ ଦେବେ ତ ୟାଠୁ ବେଟର ମୁଁ ବିନା ପଇସାରେ ବରଂ ଖେଳେ କିନ୍ତୁ ମୁଁ ଏନସିଟି ପଟେ ସେଇଭଳିଆ ପଟେ ଆଉ କାହା ପଟେ ନାହିଁ। ଯାହା ହଉ ଆପଣ ଏଇଠି ଗୋଟେ ଖୁଲାସା ରଖିଲେ କି ନେକ୍ସଟ ସିଜିନ ଲିକୁନି ଏନସିଡି ନହେଲେ ଶିଉଳା ସାଇଟରୁ ହିଁ ଦେଖାଯିବେ ଏବଂ ଆପଣଙ୍କର ପ୍ରଥମ ରହୁଛି ପ୍ରଥମ ଆପଣ ଦେବେ ପ୍ରାୟୋରିଟି ଟିମ୍ ଏନସିଡି କୁ। ଠିକ ଆଜ୍ଞା ଅଛି, ଅଫ୍ ସିଜନରେ ଆପଣଙ୍କର ଟ୍ରେନିଂ ବଗେରା କେମିତି କଣ କରନ୍ତି? ଅଫ୍ ସିଜନରେ ପ୍ରାକ୍ଟିସ ବଗେରା ଖେଳା ଖେଳି କରନ୍ତି? ପ୍ରାକ୍ଟିସ ତ ସବୁ ପଡିଆ ହଉଥିଲା ଆମର ଏଇ ଗାଁ ପାଖରେ 1 କିଲୋମିଟର ହବ ଗୋଟେ ପଡିଆ ଅଛି ସେଠି ମିଶି ମାଶିକି ପ୍ରାୟ 30ଟା ଖଣ୍ଡେ ପିଲା ଖେଳୁଛୁ ଗ୍ରାଉଣ୍ଡ ଖେଳ ହଉଛି ଆଉ ଏମିତି
ତ ଗ୍ରାଉଣ୍ଡ ସଟ୍ ମ୍ୟାଚ୍ ଏବେ ଗୋଟେ ଥିଲା, ସେଗୁଡା ଗୋଟେ ଯାଇଥିଲି ଖେଳିବାକୁ, ଦିଟା ଟୁର୍ଣ୍ଣାମେଣ୍ଟ ଖେଳିବାକୁ, ଗୋଟେ ଚାମ୍ପିୟନ ହେଲୁ, ଗୋଟେ ରନର୍ସ ଅପ୍ ହେଲୁ। ତ ଖେଳ ଚାଲିଛି। ବେଟିଂ ମ୍ୟାଚ୍ ବି ଆଜି ଶୁକ୍ରବାର, ଆଜି ଖେଳିବାର ଅଛି ବେଟିଂ ମ୍ୟାଚ୍। ମ୍ୟାଚ୍ ମିଳିଯାଉଛି ବି, ସେମିତି କିଛି ଇଏ ନାହିଁ। ପ୍ରାକ୍ଟିସ୍ ବି ଚାଲିଛି, ଆଉ ଗୋଟେ କୋଶ୍ଚିନ୍ ଦେଖାଯାଉ ରହିବ। କଣ। ଆଚ୍ଛା, ଆଉ ଗୋଟେ କୋଶ୍ଚିନ୍ ରହିବ ଲିକୁନି, ଏଇଟା ଟିକେ ଇଏ ରହିବ କୋଶ୍ଚିନ୍ କି ଯଦି ଆମେ ଦେଖିବା ଓଡିଶାରେ ଚୋକିଂ କ୍ରିକେଟ କୁ ସମସ୍ତେ ଭଲ ପାଆନ୍ତି, ଲୋକମାନେ ଦେଖନ୍ତି, ବହୁତ ସାରା ଭଲ ପାଇବା ମିଳେ। ବଟ୍ ଯଦି ଆମେ ଟିକେ ଗୋଟେ କ୍ୟାରିୟର ଆଡକୁ ଯିବା ତ ମୋ ମତରେ ଚୋକିଂ ରେ ତ ସେମିତି କିଛି କ୍ୟାରିୟର ତ ନାହିଁ। ଆପଣ ରାଉଣ୍ଡ ଟାଇମ୍ ପାଇଁ କେବେ ଟ୍ରାଏ କରିଛନ୍ତି ନିଜ କ୍ୟାରିୟରରେ କି ମୁଁ ରାଉଣ୍ଡ ଟାଇମ୍ ବୋଲିଂ କରିବି, ତା ପାଇଁ କିଛି ପ୍ରାକ୍ଟିସ ବଗେରା କରୁଛନ୍ତି? ରାଉଣ୍ଡ ଖେଳିଛି, ଆମ ପୁରୀ ଡିଷ୍ଟ୍ରିକ୍ଟ ପଟୁ ବି ଖେଳିଛି। ମାନେ ଆମେ ଟ୍ରାଏଲ ଦିଆ ହୁଏ ନା, ଆମର ଗୋଟେ ସାକ୍ଷ୍ୟପାଲ ଗୋଟେ କ୍ଲବ ଥିଲା ପଞ୍ଚସଖା, ସେ କ୍ଲବ ପଟୁ ମୁଁ ଖେଳେ। କଳାହାଣ୍ଡି ଟ୍ରାଏଲ ଦିଆ ହୁଏ, ଯୋଉ ସେଠି ଆମର ନିଜ ଟିମ୍ ପଞ୍ଚସଖା ପଟୁ ମୁଁ ଖେଳିଛି। ବହୁତ ଭଲ ବୋଲିଂ ବି କରିଛି। ଡ୍ୟୁଜ୍ ବଲରେ, ଟେନିସ୍ ବଲରେ ମୁଁ ରାଉଣ୍ଡ ଅଫ୍ ପକେଇଲେ ମୋ ବଲ୍ ଯିବ ନା ନାହିଁ ମୁଁ ଜାଣିଛି, କିନ୍ତୁ ଡ୍ୟୁଜ୍ ବଲ୍ ମୁଁ ପକେଇଦିଏ। ନିଶ୍ଚିତ ଭାବେ ଦେଖିବା, ଆମେ ବି ମାନେ ଆମର ବି ଆଶା ରହିବ କି ଆପଣ କାଲି ସକାଳେ ରାଉଣ୍ଡ ଡାଉନ୍ ଖେଳନ୍ତୁ। ଠିକ ଅଛି, ଚୋକିଂ ରେ ସେତିକି ଭଲ ପାଇବା ଅଛି, ବଟ୍ ରାଉଣ୍ଡ ଡାଉନ୍ ଖେଳିଲେ ସାୟଦ ଆପଣଙ୍କର ନିଜ କ୍ୟାରିୟର ଟିକେ ଉପରକୁ ଯାଇପାରିବ। ଗୋଟେ ଆଶା ରହିବ କି ଆପଣ ବି ଗୋଟେ ପରଫେକ୍ଟ ରାଉଣ୍ଡ ଡାଉନ୍ ବୋଲର ହେଇକି ଆସନ୍ତୁ। ନେକ୍ସଟ ଯଦି ମୁଁ ଦେଖିବି, ଆପଣ ତ ନିଶ୍ଚିତ ଭାବେ ଫଲୋ ବି କରିଥିବେ ସେ ପ୍ଲେୟାରକୁ। ଆପଣ କଣ ମାନେ ଆପଣ ଯେତେବେଳେ ୟୁଟ୍ୟୁବ ଦେଖୁଥିଲେ, ଖେଳ ଦେଖୁଥିଲେ ଗୋଟେ ଦର୍ଶକ ହିସାବରେ ବି ହଉ, ଆପଣଙ୍କୁ କଣ ଲାଗୁଛି ଅଲ୍ ଟାଇମ୍ ବେଷ୍ଟ ଏକ୍ସାଇ ବୋଲରରେ ମନୋଜ କୁମାର ରାଉତ କଣ ଆସିବେ ନା ଆଉ କିଏ? ଯେତେବେଳେ ତାଙ୍କ ଟାଇମର ସେ ଯୋଉ ବୋଲର ଥିଲେ ନା, ତାଙ୍କ ଭଳିଆ ବୋଲର କେହି ନଥିଲେ ରାଇଟ୍ ହ୍ୟାଣ୍ଡର। ବୁଝିଲ, ସେମିତି ତ ମୁଁ ଯେମିତି ମୋ ବିଷୟରେ ବି କହିଲି, ଯଦି ମୋ ହାତ ଖରାପ ହେଇଯାଏ ତାହେଲେ ମତେ କିଏ ଡାକିବ ନ ଡାକିବ, ସିଏ ସେତେ ଇଏ ନାହିଁ, ଡିପେଣ୍ଡ କରେ ତାଙ୍କ ଉପରେ। କିନ୍ତୁ ତାଙ୍କ ଭଳିଆ ବୋଲର ନାହାନ୍ତି ମୁଁ ଜାଣିବାରେ, ମାନେ ବହୁତ ଭଲ ବୋଲର ସେ। ତାଙ୍କ ଟାଇମର ସେ ନୁହେଁ, ମାନେ ୟୁନିକ୍ ବୋଲର ତାଙ୍କ ଟାଇମର। ତ ଏବେ ତ ବହୁତ ସାରା ବୋଲର ବାହାରିଲାଣି, କିନ୍ତୁ ତାଙ୍କ ଟାଇମର ସେ ହିରୋ, ବହୁତ ଭଲ ବୋଲର। ଧୀରେ ଧୀରେ ଏ ଶୋକୁ ଆମେ ଗୋଟେ ଏଣ୍ଡ ଆଡକୁ ନେଇଯିବା। ଆମେ ବହୁତ ସାରା ଚର୍ଚ୍ଚା କଲେଣି। ନେକ୍ସଟ ମୁଁ କହିବି ଗୋଟେ ଛୋଟ ରହିବ କି କିଲର ବଏସ୍, ଯଦି ଆପଣ ଜାଣିଥିବେ ଯାଜପୁରରେ, ଆପଣ ସେ ଟିମରୁ ବି ମାନେ ଆମେ ଆପଣଙ୍କୁ ଦେଖିଛୁ, ତାଙ୍କ ବିଷୟରେ କଣ କହିବେ? ଜଗା ଭାଇଙ୍କ ବିଷୟରେ କଣ କହିବେ? ସେ ତାଙ୍କ ବିଷୟରେ କଣ ବା କହିବି, ମାନେ ଯଦି ଯାଜପୁରରେ କାହା ପଟେ ଖେଳିଛି ଗ୍ରାଉଣ୍ଡ ସଟ୍, ତାହେଲେ ତାଙ୍କ ପଟୁ ହିଁ ଖେଳିଛି। ଏବେ ଆଉ ମତେ କିଏ ଡାକନ୍ତିନି, ମାନେ ଡାକିଲେ ବି ମତେ କମ୍ଫର୍ଟେବଲ ଲାଗେ ଯେ ମୁଁ ଯିବି ଏତେ ବାଟ ଖେଳିବାକୁ, ମତେ ଭଲ ଲାଗେନି। ବାକି ସେ ବହୁତ ଭଲ ଲୋକ, ମାନେ ତାଙ୍କ ବ୍ୟବହାର। ପଇସାରେ କଣ ଅଛି, ପଇସା ତ ଆଜି ଇଏ ଦେଲେ ତାପରେ ଖେଳିବୁ, ସିଏ ଦେଲେ ତାପରେ ଖେଳିବୁ, କିନ୍ତୁ ସମ୍ପର୍କ ବହୁତ ଭଲ। ବାକି ସେ ପଇସା ନଦେଲେ ବି ଯଦି କହିବେ ମୋ ପାଖରେ ପଇସା ନାହିଁ, ତୁ ଆସେ ମୋ ପଟୁ ଖେଳିବାକୁ ମୁଁ ପରେ ଦେବି, ତାହେଲେ ବି ଆମେ ଯିବୁ ତାଙ୍କ ପଟେ। ମାନେ ବହୁତ ଭଲ ଓନର। ଆଉ ସେ ଟିମ୍ କିଲର କହିଛୁ, ସେଥିରେ ଆମ ପିଲା ବି ଏବେ ଖେଳୁଛନ୍ତି, ଯେ ଆମର ଏପଟେ ପାତିଆ, ପବିତ୍ର, ଆଉ ଇଏ ରହିଲେ ମନୁଆ, ତ୍ରିନାଥ, ଏମାନେ ସବୁ ଆମରି ପିଲା। ବାକି ଯାଇକି ଖେଳୁଛନ୍ତି, ବହୁତ ଭଲ ଖେଳୁଛନ୍ତି, ତାଙ୍କର ଗୋଟେ ଖେଳନ୍ତି, ବହୁତ ଭଲ ହଉନି, ଟିମ୍ ବି ବହୁତ ଠିକ ଭଲ। ଅଛି, ଠିକ ଅଛି, ଆଜ୍ଞା, ଠିକ ଅଛି ଲିକୁନି, ଏ ଶୋକୁ ଆମେ ଧୀରେ ଧୀରେ ଏଣ୍ଡ ଆଡକୁ ନେଇଯିବା। ନେକ୍ସଟ ମୁଁ ଆପଣଙ୍କୁ ର୍ୟାପିଡ ଫାୟାର ଗୋଟେ କରେଇବା, ବଟ ତା ପୂର୍ବରୁ ଆପଣ ଆମକୁ ଅ ପାଞ୍ଚଟି ପାଞ୍ଚଟି ଆପଣ ଗ୍ରୀନ୍ ବଲ୍, କାରଣ ଆପଣ ଗ୍ରୀନ୍ ବଲ୍ ବେଶୀ ଖେଳିଛନ୍ତି, ଗ୍ରୀନ୍ ବଲ୍ ଟୁର୍ଣ୍ଣାମେଣ୍ଟର ନେମ୍ ନେବେ, ଖାସ କରିକେ ନାଇଟ୍ ମ୍ୟାଚେସ୍। ଆଉ ତିନୋଟି ଆପଣ ଖେଳିଥିବା ଡେ ମ୍ୟାଚେସ୍ ର ନେମ୍ ନେବେ ରେଡ୍ ବଲ୍ର। ପ୍ରଥମେ ଗ୍ରୀନ୍ ବଲ୍ର ପାଞ୍ଚଟି ଟୁର୍ଣ୍ଣାମେଣ୍ଟର ନେମ୍ ନେବେ। ଆମେ କାହାକୁ କିଛି ବି ର୍ୟାଙ୍କିଙ୍ଗ ଦବାନି, ସବୁ ଟୁର୍ଣ୍ଣାମେଣ୍ଟ ଭଲ, ଖାଲି ପାଞ୍ଚଟି ନାଁ ନିଅନ୍ତୁ। ହଁ, କାରଣ କୋଉ ଟୁର୍ଣ୍ଣାମେଣ୍ଟକୁ ନିନ୍ଦିବା କଥା ନୁହେଁ, ଯେ ଯାହା ଟୁର୍ଣ୍ଣାମେଣ୍ଟକୁ ନିଜେ ନେଇକି ସେତିକି ପରିଶ୍ରମ କରିକି ସେଇ ଜାଗାରେ ପହଞ୍ଚୁଛନ୍ତି, ଟୁର୍ଣ୍ଣାମେଣ୍ଟ ଟା କରୁଛନ୍ତି। ଆମେ ଯଦି କାହାକୁ 1, 2, 3, 4, 5ରେ ଗଣିବା ସେଇଟା ଆଜ୍ଞା, ଠିକ। ଠିକ, ହଁ, କୁହନ୍ତୁ। ମୁଁ ଜାଣିବାରେ ତରିମୁଲ, ଶିଉଳା ହରିମୁଲ, ଟୁର୍ଣ୍ଣାମେଣ୍ଟ, ଶିଉଳା। ଶିଉଳ ଆଉ ରହିଲା ଟୁର୍ଣ୍ଣାମେଣ୍ଟ ଦୁଇ, ଛୋଟି ଟୁର୍ଣ୍ଣାମେଣ୍ଟ,
छोट जगह रे बहुत भल छोटी हाँ छोटी बहुत बहुत सेठी वर्ष दर्शक ହେଇଥିଲା ଆମ ଡିସିପି ପରିଶ୍ରମ କରିବା DCC ସତ୍ତ୍ୱେ କ୍ଲବ ଟୁର୍ଣ୍ଣାମେଣ୍ଟ ହେଇଛି ବହୁତ ଭଲ ବି ହେଇଛି ଭଲ ଟୁର୍ଣ୍ଣାମେଣ୍ଟ ठीक अच्छे नेक्स्ट ଡେରେ ଆଉ ଗୋଟେ ଡେରେ ଖଇରିବାଲି ଆଉ ଏଇଗୁଳା ଆଉ ବାକି ରହିଲା ଡେରେ ତ ମୁଁ ବେଶୀ ଖେଳିନି ଟୁର୍ଣ୍ଣାମେଣ୍ଟ ମୋ ଜାଣିବାରେ ବହୁତ ଭଲ ଇକୋ ହଉଛି ଇକୋ ହଉଛି ସାଉଣ୍ଡ କହୁଛନ୍ତି ସାଉଣ୍ଡ ଓହୋ टिके लिखुनी थोड़े टिके बैक जातु बेसी क्वेश्चन नहीं बैक है कि पुनः थे आसतु टिके करनबा अल्प अच्छी तो रहुची पटकिना जीव कौन करवा इको तो होची अब कौन करवा तो टीन नेटवर्क रो भी इशू रहउची टिके नेटवर्क दर्शक माने कहबे प्लीज टिके समस्त कहबे इको होची कि नहीं ठीक अच्छी जीवा शायद आ होनी इको नेक्स्ट आपण समस्त नेम तो नेले तापर जीवा देखिबा पांचटी टूर्नामेंट रो ने कहिबे नाइट हेलो नाइट टूर्नामेंट तो नाइट आपण कहिसंती डे डे सॉरी डे आपण कहिबे तीनोटी से समय टिके सुनी हलानी खैरी बाली एक हां जोड़ा आरसीबी कप होतला सेटा सिगुला ଆଉ ଶିଉଳାରେ ଯୋଉ ମନସୁନ ଟା ହଉଥିଲା ସେଇଟା କିନ୍ତୁ ସେଟା ମାନେ अच्छा ठीक अच्छी रैपिड फायर ऊपर जिबा आपण को किछटा बॉलर को नेम नेबी एवं आपण से बॉलर मान को कोनटा देबे गोटे गोटे लाइन रे ही आपण तांग गोटे डिस्क्राइब करिवे गोटे आख्या तांको देबे देखिबा आपण को नजर रे से कोन गोटे टैग आपण तांको देबे प्रथमे मु ना नवा को चाहिबी सोहेल खान साइलेंट किलर से क्या कहबनी कि नॉर्मल से तार स्टोरी साइलेंट किलर ठीक अच्छी तापर जिबा विश्वजीत प्रधान ताकर भी सेमति किछ नै कि से पूरा साइलेंट किछ नै कि पूरा साइलेंट पिन्नू मलिंगा अब तो मो सामने समान बोले आपण गोटे टैग तो देबे अच्छा नेक्स्ट टाइम हाँ नेक्स्ट हमें जिबा मनोज कुमार राउत आपण को नजर रे कोन गोटे गोटे छोटो टैग तो देबे पूरा माने खेଳରେ पूरा कूल माइंड रे पूरा नाडा स्वभाव है ठीक अछि परेश सामल एक्सप्रेस
एक्सप्रेस जदि आपण एक्सप्रेस कहले तो पुणी ताहाले सेपटू जिबा रंजित महंत पिलाडू से ताले कौन ଦୁଇ ଜଣ ଯାକ ସମାନ କାହାକୁ compare କରିହବନି। समान ठीक अच्छे ठीक अच्छे आपन सह चर्चा देखि भल लागला लिखुनी आपण आसिले एवं आम सह कथा हेले शायद टिके नेटवर्क रो तो इश्यू रहिला आज एवं आमर आशा रहिबो कि आपण नेक्स्ट सीजन रे भल खेलंतु एवं जो टीम पटे भी खेलंतु बहुत भल खेलंतु एवं जेहेतु आपण गोटे नुआ टैलेंट आछंती ऑल ओडिशा को एवं आसु आसु निजर बहुत नाम भी करनी आउ नेक्स्ट सीजन आपण सेमती जहाँ आपण कहले कि मु बेसी विकेट नहीं पारनी आमर गोटे रहिबा की प्रार्थना कि आपण विकेट दिनु आपण बोलिंग कर कि जदि आपण विकेट नेबे तो ताहले आपण टीम आउरी बहुत ऊपर को जिबा आशा रहिबो एवं जिबा पूर्वरु प्लीज हम क्रिकेट कालसन विषय प्लीज दीपर कोन रखि के जिबे क्रिकेट कालसन ମାନେ ସବୁ ଭଲ ବାକି ନା ମାନେ ଜାଣିବାରେ ନା ମାନେ ଭଲ କ୍ରିକେଟ କାଲସନ ପାନି ଭାଇ ସମ୍ମାନ ଦେଇଥିଲେ ଭଲ ଚ୍ୟାନେଲ ଆରମ୍ଭ ହେଇଯାଉଛି ଲାଇଭ୍ ଅଛି ଆମର ठीक अच्छी आशा रहिबा एवं देखिबा नेक्स्ट सीजन एवं नु परे आसुची क्रिकेट कालसन आपन सामना रे फैंस माने आपनकर बहुत अछंती जेमति कि लाडला आपनकर से निजे भाई ही हबो वीआईपी हे जानतु सेपटे चिकुन स्पोर्ट्स माने समस्त आपनकर फैन सूर्या मध्ये ताका विषय कोन कहबे तो सानो भाई माने सानो भाई हां माने गोटे कॉलेज सब सानो भाई ठीक अछि लिखुनी आपण आसिले हमस कथाले बहुत भल लागिला आपण सह टाइम स्पेंड कली आशा रहिबा आपण कैरियर बहुत ऊपर को जाऊ एठी हम ए शो को एंड करिकुनी जय जगन्नाथ।